ଶାନ୍ତି। ଆଜି 20/4/2026 ସାକାର ମହାବାକ୍ୟ। ମଧୁର ସନ୍ତାନମାନେ, ତୁମେମାନେ ଈଶ୍ୱରୀୟ ସେଲଭେସନ୍ ଆର୍ମି ଅର୍ଥାତ୍ ଆଧ୍ୟାତ୍ମିକ ସୁରକ୍ଷା ପ୍ରଦାନକାରୀ ସେନା ଅଟ। ତୁମକୁ ହିଁ ସମସ୍ତଙ୍କୁ ସଦ୍ଗତି ଦେବାକୁ ହେବ। ସମସ୍ତଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡ଼ିବାକୁ ହେବ। ପ୍ରଶ୍ନ: ମନୁଷ୍ୟ ନିଜର ବୁଦ୍ଧି କେଉଁ କଥାରେ ଲଗାଉଛନ୍ତି ଏବଂ ତୁମକୁ ନିଜର ବୁଦ୍ଧି କେଉଁ କଥାରେ ଲଗାଇବାକୁ ହେବ? ଉତ୍ତର: ମନୁଷ୍ୟ ତ ନିଜର ବୁଦ୍ଧି ଆକାଶ ଏବଂ ସୃଷ୍ଟିର ଅନ୍ତ ପାଇବାରେ ଲଗାଉଛନ୍ତି, କିନ୍ତୁ ଏହାଦ୍ୱାରା ତ କୌଣସି ଲାଭ ହେଉନାହିଁ। ଏହାର ଅନ୍ତ ମିଳିପାରିବ ନାହିଁ। ତୁମେ ସନ୍ତାନମାନେ ନିଜର ବୁଦ୍ଧି ଲଗାଉଛ ପୂଜ୍ୟ ହେବା ପାଇଁ, ତାଙ୍କୁ ଦୁନିଆ ପୂଜା କରିବ ନାହିଁ। ତୁମେ ସନ୍ତାନମାନେ ତ ପୂଜ୍ୟ ଦେବତା ହେଉଛ। ଗୀତ: ତୁମ୍ହେଁ ପାକେ ହମ୍ନେ ଜହାଁ ପା ଲିୟା, ଜହାଁ ତ କ୍ୟା ଆସମାନ୍ ଭି ପା ଲିୟା। ଓମ୍ ଶାନ୍ତି। ପିଲାମାନେ ଜାଣିଗଲେଣି ଯେ ଏହା ହେଉଛି ଜ୍ଞାନ ମାର୍ଗ, ତାହା ହେଉଛି ଭକ୍ତି ମାର୍ଗ। ଏବେ ପ୍ରଶ୍ନ ଉଠୁଛି ଯେ ଭକ୍ତି ମାର୍ଗ ଭଲ ନା ଜ୍ଞାନ ମାର୍ଗ ଭଲ? ଦୁଇଟି ଜିନିଷ ହେଲା ନା। କୁହାଯାଏ ଜ୍ଞାନ ଦ୍ୱାରା ସଦ୍ଗତି ହୋଇଥାଏ। ତେବେ ନିଶ୍ଚୟ କୁହାଯିବ ଯେ ଭକ୍ତି ଓ ଜ୍ଞାନ ଦୁଇଟି ଯାକ ଭିନ୍ନ ଭିନ୍ନ ଅଟେ। ମନୁଷ୍ୟମାନେ ଭାବୁଛନ୍ତି ଭକ୍ତି କରିବା ଦ୍ୱାରା ଜ୍ଞାନ ମିଳିବ, ତେବେ ଯାଇ ସଦ୍ଗତି ହେବ। ଭକ୍ତି ମଝିରେ ଜ୍ଞାନ ଆସିପାରିବ ନାହିଁ। ଭକ୍ତି ସମସ୍ତଙ୍କ ପାଇଁ ଏବଂ ଜ୍ଞାନ ମଧ୍ୟ ସମସ୍ତଙ୍କ ପାଇଁ ରହିଛି। ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ, ତେବେ ନିଶ୍ଚୟ ସମସ୍ତଙ୍କର ଦୁର୍ଗତି ହେବ। ସେଥିପାଇଁ ଡାକୁଛନ୍ତି ଏବଂ ଗାନ ମଧ୍ୟ କରୁଛନ୍ତି ଯେ ଅନ୍ୟ ସଙ୍ଗ ଛାଡ଼ି ତୁମରି ସଙ୍ଗ କରିବୁ। ତେବେ ସେ କିଏ? କାହା ସହିତ ସଙ୍ଗ କରିବ, ଏକଥା ତ ବୁଝୁନାହାନ୍ତି। ପ୍ରାୟତଃ ସମସ୍ତଙ୍କର ବୁଦ୍ଧି ଶ୍ରୀକୃଷ୍ଣଙ୍କ ଆଡ଼କୁ ଚାଲିଯାଉଛି। ଆମେ ସଚ୍ଚା ପ୍ରୀତି ତୁମ ସହିତ ଯୋଡ଼ିବୁ। ତେଣୁ ଯେତେ କୃଷ୍ଣଙ୍କ ସହିତ ହିଁ ପ୍ରୀତି ଯୋଡ଼ୁଛନ୍ତି, ତେବେ ଗୁରୁ ଗୋସାଇଁ ଆଉ କାହାର ଆବଶ୍ୟକତା ହିଁ ନାହିଁ। ଶ୍ରୀକୃଷ୍ଣଙ୍କୁ ହିଁ ସ୍ମରଣ କରିବାକୁ ହେବ। ଶ୍ରୀକୃଷ୍ଣଙ୍କ ଚିତ୍ର ତ ସମସ୍ତଙ୍କ ପାଖରେ ଅଛି। ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। ପୁଣି ଆଉ କାହା ପାଖକୁ ଯିବାର ଆବଶ୍ୟକତା ହିଁ ନାହିଁ। ଯେପରି ମୀରା ଜଣକ ସହିତ ସଙ୍ଗ କରିଥିଲେ, କର୍ମଧନ୍ଦା କରିବା ସମୟରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ହିଁ ସ୍ମରଣ କରୁଥିଲେ। ଘରେ ଖାଇବା ପିଇବା ରହିବା ତ ହୋଇଥାଏ, କିନ୍ତୁ ସତ୍ୟ ପ୍ରୀତି ଏକମାତ୍ର ଶ୍ରୀକୃଷ୍ଣଙ୍କ ସହିତ ଯୋଡ଼ିଥିଲେ। ଯେପରି ସେ ପ୍ରେମିକ ଇଏ ପ୍ରେମିକା ହୋଇଯାଇଥିଲେ। ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ଦ୍ୱାରା ଫଳ ମଧ୍ୟ ମିଳିଥାଏ। ଶ୍ରୀକୃଷ୍ଣଙ୍କୁ ତ ସମସ୍ତେ ଜାଣିଛନ୍ତି, ଗାୟନ ମଧ୍ୟ କରୁଛନ୍ତି। ସତ୍ୟ ପ୍ରୀତି ଆମେ ତୁମ ସହିତ ଯୋଡ଼ିଲୁ, ଅନ୍ୟ ସଙ୍ଗ ଛାଡ଼ିଲୁ। ସର୍ବୋଚ୍ଚ ସତ୍ୟ ତ ପରମପିତା ହିଁ ଅଟନ୍ତି। ସମସ୍ତଙ୍କୁ ଏକମାତ୍ର ବାବା ହିଁ ସମ୍ପତ୍ତି ଦେଇଥାନ୍ତି, ତାଙ୍କୁ କେହି ବି ଜାଣିନାହାନ୍ତି। ଯଦିଓ କହୁଛନ୍ତି ପରମପିତା ପରମାତ୍ମା ଶିବ, କିନ୍ତୁ ସିଏ କେବେ ଆସୁଛନ୍ତି ଏକଥା ଜାଣିନାହାନ୍ତି। ଶିବ ଜୟନ୍ତୀ ପାଳନ କରୁଛନ୍ତି, ତେବେ ସେ ନିଶ୍ଚୟ ଆସିଥାନ୍ତି। କେବେ କିପରି ଆସୁଛନ୍ତି, କେବେ କିପରି ଆସୁଛନ୍ତି, କ'ଣ ଆସି କରୁଛନ୍ତି, କାହାକୁ ହେଲେ ଜଣାନାହିଁ। କେହି ବି ମନୁଷ୍ୟ ମାତ୍ରକେ ଜାଣିନାହାନ୍ତି ଯେ ସେ ସମସ୍ତଙ୍କର ସଦ୍ଗତି କରିଥାନ୍ତି। କିନ୍ତୁ କିପରି କରିଥାନ୍ତି, ସଦ୍ଗତିର ଅର୍ଥ କ'ଣ, କିଛି ହେଲେ ବି ବୁଝୁନାହାନ୍ତି। ଶିବ ବାବା ତ ନିଶ୍ଚୟ ସ୍ୱର୍ଗର ରାଜତ୍ୱ ଦେଇଥିବେ ନା। ତୁମେ ସନ୍ତାନମାନେ ଏହି ଧର୍ମ ସେହି ଧର୍ମର ହୋଇ ମଧ୍ୟ ଜାଣିନଥିଲ, ଭୁଲି ଯାଇଥିଲ। ତେଣୁ ଅନ୍ୟମାନେ କିପରି ଜାଣିପାରିବେ? ଏବେ ଶିବ ବାବାଙ୍କ ଦ୍ୱାରା ତୁମେ ଜାଣୁଛ ଓ ଅନ୍ୟକୁ କହୁଛ। ତୁମେ ଈଶ୍ୱରୀୟ ସୁରକ୍ଷା ପ୍ରଦାନକାରୀ ସେନା। ସୁରକ୍ଷା ପ୍ରଦାନକାରୀ କୁହ ଅଥବା ସଦ୍ଗତିର ମାର୍ଗଦର୍ଶକ ସେନା କୁହ। ଏବେ ତୁମ ସନ୍ତାନମାନଙ୍କ ଉପରେ ବହୁତ ବଡ଼ ଦାୟିତ୍ୱ ରହିଛି। ତୁମେ ଚିତ୍ର ସମ୍ବନ୍ଧରେ ମଧ୍ୟ ବୁଝାଇ ପାରିବ। ଭାଷା ତ ଅନେକ ରହିଛି, ମୁଖ୍ୟ ମୁଖ୍ୟ ଭାଷାରେ ଚିତ୍ର ତିଆରି କରିବାକୁ ପଡ଼ୁଛି। ଭାଷାର ମଧ୍ୟ ବହୁତ ଝମେଲା ରହିଛି, ସେଥିପାଇଁ ପ୍ରଦର୍ଶନୀ ମଧ୍ୟ କରିବାକୁ ପଡ଼ିବ। ଚିତ୍ର ମାଧ୍ୟମରେ ବୁଝାଇବା ବହୁତ ସହଜ ହୋଇଥାଏ। ସୃଷ୍ଟିଚକ୍ର ଚିତ୍ରରେ ମଧ୍ୟ ସମସ୍ତ ଜ୍ଞାନ ରହିଛି। ଶ୍ରୀଚିତ୍ର କେବଳ ଭାରତବାସୀଙ୍କ ପାଇଁ, ଏଥିରେ ଆଉ କୌଣସି ଧର୍ମ ହିଁ ନାହିଁ। ଏପରି ନୁହେଁ ଯେ ଭାରତ ତମୋପ୍ରଧାନ ହେଉଛି ଆଉ ଅନ୍ୟମାନେ ହେଉନାହାନ୍ତି। ତମୋପ୍ରଧାନ ତ ସମସ୍ତେ ହେଉଛନ୍ତି, ତେଣୁ ତାଙ୍କ ପାଇଁ ମଧ୍ୟ ହେବା ଦରକାର। ଏହିସବୁ ସେବାର ଖିଆଲ ବୁଦ୍ଧିରେ ଆସିବା ଉଚିତ। ଦୁଇ ପିତାଙ୍କର ରହସ୍ୟ ମଧ୍ୟ ବୁଝାଇବାକୁ ହେବ। ସମ୍ପତ୍ତି ରଚୟିତାଙ୍କ ଠାରୁ ମିଳିଥାଏ,
ଏକଥା ମଧ୍ୟ ସବୁ ଧର୍ମାବଲମ୍ବୀମାନେ ଜାଣିଛନ୍ତି ଯେ ଲକ୍ଷ୍ମୀନାରାୟଣ ଭାରତର ପ୍ରଥମ ମହାରାଜା ମହାରାଣୀ ଅଥବା ଭଗବାନ ଭଗବତୀ ଥିଲେ। ଆଚ୍ଛା, ତାଙ୍କୁ ଏହି ସ୍ୱର୍ଗର ରାଜ୍ୟ କିପରି ମିଳିଲା? ନିଶ୍ଚୟ ଭଗବାନଙ୍କ ଦ୍ୱାରା ମିଳିଲା। କିପରି କେବେ ମିଳିଲା ଏକଥା କାହାକୁ ବି ଜଣାନାହିଁ। ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ପୁଣି ପ୍ରଳୟ ଦେଖାଇ ଦେଇଛନ୍ତି, କିନ୍ତୁ ଏହାର ଫଳାଫଳ କିଛି ହେଲେ ବି ନାହିଁ। ଏକଥା ତୁମ ସନ୍ତାନମାନଙ୍କୁ ବୁଝାଇବାକୁ ହେବ। ଚିତ୍ର ତ ସବୁଆଡ଼େ ରହିଛି, ଲକ୍ଷ୍ମୀନାରାୟଣଙ୍କର ଚିତ୍ର ମଧ୍ୟ ଥିବ, ଯଦିଓ ପୋଷାକ ଚେହେରା ଆଦି ଅଲଗା ହୋଇଥିବ। ଯାହାକୁ ଯାହା ଆସିଲା ବସି ତିଆରି କରିଦେଲେ। ଶ୍ରୀନାଥ ଶ୍ରୀନାଥିନୀ ଏହି ରାଧାକୃଷ୍ଣ ଅଟନ୍ତି ନା? ଶ୍ରୀ ରାଧା ଶ୍ରୀକୃଷ୍ଣ ତ ତାଜଧାରୀ ନୁହନ୍ତି, ସେ ଦେଖିବାକୁ କଳା ମୁହଁ ନୁହନ୍ତି। ରାଜଧାନୀ ଲକ୍ଷ୍ମୀନାରାୟଣଙ୍କର ଅଟେ, ରାଧାକୃଷ୍ଣଙ୍କର ନୁହେଁ। ମନ୍ଦିର ତ ଅନେକ ପ୍ରକାରର ତିଆରି କରିଛନ୍ତି, ନାମ ତ ଗୋଟିଏ ରଖିବେ, ଲକ୍ଷ୍ମୀନାରାୟଣ। ଲକ୍ଷ୍ମୀନାରାୟଣଙ୍କର ରାଜଧାନୀ ବୋଲି କୁହାଯିବ। ରାମ ସୀତାଙ୍କର ବଂଶ ଲକ୍ଷ୍ମୀନାରାୟଣଙ୍କର ବଂଶ, ରାଧାକୃଷ୍ଣଙ୍କର ବଂଶ ନଥାଏ। ଏହି କଥା ମନୁଷ୍ୟଙ୍କର ଖିଆଲରେ ହିଁ ନାହିଁ। ତୁମେ ସନ୍ତାନମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ। ଯାହାଙ୍କର ସେବାର ସଉକ ରହିଛି ସେ ତ ବ୍ୟାକୁଳ ହୋଇ ସେବା କରନ୍ତି। କେହି କେହି କହୁଛନ୍ତି ଆମେ ବୁଝୁଛୁ, କିନ୍ତୁ ଧୀରେ ଧୀରେ ମୁଖ ଖୋଲିବା ପାଇଁ ଯୁକ୍ତି ରଚନା କରିବାକୁ ପଡ଼ୁଛି। ଅନେକ ଭାବୁଛନ୍ତି ବେଦଶାସ୍ତ୍ରର ଅଧ୍ୟୟନ ଦ୍ୱାରା, ଯଜ୍ଞ ତପ ଆଦି କରିବା ଦ୍ୱାରା, ତୀର୍ଥ ଆଦି କରିବା ଦ୍ୱାରା ପରମାତ୍ମାକୁ ପାଇପାରିବୁ। କିନ୍ତୁ ଭଗବାନ କହୁଛନ୍ତି ଏସବୁ ମୋ ଠାରୁ ଦୂର କରିବାର ରାସ୍ତା। ଡ୍ରାମାରେ ସମସ୍ତଙ୍କୁ ଦୁର୍ଗତି ପ୍ରାପ୍ତ କରିବାର ଅଛି, ସେଥିପାଇଁ ଏହିପରି କଥା କହୁଛନ୍ତି। ପୂର୍ବରୁ ଆମେ ମଧ୍ୟ କହୁଥିଲୁ ଯେ ଭଗବାନ ହେଉଛନ୍ତି ସର୍ବୋଚ୍ଚ, ଯିଏ ଯେଉଁ ପ୍ରକାରେ ବି ଯାଇପାରିବେ। ତେଣୁ ମନୁଷ୍ୟମାନେ ଅନେକ ପ୍ରକାରର ରାସ୍ତା ଧରିଛନ୍ତି। ଭକ୍ତିମାର୍ଗର ରାସ୍ତା ଧରି ଧରି ଥକିଗଲେ ଭଗବାନଙ୍କୁ ହିଁ ଡାକୁଛନ୍ତି, ହେ ପତିତପାବନ, ଆପଣ ଆସି ପାବନ ହେବାର ରାସ୍ତା ବତାନ୍ତୁ। ଆପଣଙ୍କ ବିନା ପାବନ ହୋଇପାରିବ ନାହିଁ। ଥକି ଯାଇଛୁ। ଭକ୍ତି ଦିନକୁ ଦିନ କ୍ଳାନ୍ତ କରାଇ ଦେଉଛି। ବର୍ତ୍ତମାନ ତ ମେଳା ଆଦିରେ ଲକ୍ଷ ଲକ୍ଷ ଆତ୍ମା ଏକତ୍ର ହେଉଛନ୍ତି, କେତେ ଅପରିଷ୍କାର କରୁଛନ୍ତି। ଏବେ ତ ଅନ୍ତିମ ସମୟ, ଏହି ଦୁନିଆକୁ ବଦଳିବାକୁ ହେବ। ବାସ୍ତବରେ ଦୁନିଆ ହିଁ ଗୋଟିଏ, ତାକୁ ଦୁଇ ଭାଗ କରିଦେଇଛନ୍ତି। ତେଣୁ ମନୁଷ୍ୟ ଭାବୁଛନ୍ତି ସ୍ୱର୍ଗ ନର୍କ ଅଲଗା ଅଲଗା ଦୁନିଆ, କିନ୍ତୁ ଏହା ଅଧା ଅଧା ଅଟେ। ଉପରେ ସତ୍ୟଯୁଗ, ପୁଣି ତ୍ରେତାଯୁଗ, ତାପରେ ଦ୍ୱାପର ଯୁଗ, କଳିଯୁଗ ରହିଛି। କଳିଯୁଗରେ ତମପ୍ରଧାନ ହେବାକୁ ହିଁ ପଡ଼ିବ। ସୃଷ୍ଟି ପୁରୁଣା ହେଉଛି, ଏହି କଥାକୁ କେହି ବୁଝୁନାହାନ୍ତି, ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କେହି ଶ୍ରୀକୃଷ୍ଣଙ୍କୁ ଭଗବାନ ତ କେହି ରାମଙ୍କୁ ଭଗବାନ କହିଦେଉଛନ୍ତି। ଆଜିକାଲି ତ ମନୁଷ୍ୟ ନିଜକୁ ମଧ୍ୟ ଭଗବାନ ବୋଲି କହିଦେଉଛନ୍ତି। କହୁଛନ୍ତି ଆମେ ଈଶ୍ୱରଙ୍କର ଅବତାର ଅଟୁ। ଦେବତାମାନଙ୍କ ଠାରୁ ମଧ୍ୟ ମନୁଷ୍ୟ ତୀକ୍ଷ୍ଣ ହୋଇଗଲେଣି। ତଥାପି ଦେବତାମାନଙ୍କୁ ଦେବତା ହିଁ କୁହାଯିବ। ଏମାନେ ତ ପୁଣି ମନୁଷ୍ୟକୁ ଭଗବାନ ବୋଲି କହିଦେଉଛନ୍ତି। ଏହା ହେଉଛି ଭକ୍ତି ମାର୍ଗ। ଦେବତାମାନେ ତ ସ୍ୱର୍ଗର ବାସିନ୍ଦା ଅଟନ୍ତି। ଏବେ କଳିଯୁଗୀ ଲୌହ ଯୁଗରେ ପୁଣି ମନୁଷ୍ୟ ଭଗବାନ କିପରି ହୋଇପାରିବେ? ବାବା କହୁଛନ୍ତି ମୁଁ ସଙ୍ଗମ ଯୁଗରେ ହିଁ ଆସୁଛି, ଯେତେବେଳେ କି ମୋତେ ଆସି ଦୁନିଆକୁ ପରିବର୍ତ୍ତନ କରିବାକୁ ପଡ଼ୁଛି। କଳିଯୁଗରୁ ସତ୍ୟଯୁଗ ହେବ, ବାକି ସବୁ ଶାନ୍ତିଧାମକୁ ଚାଲିଯିବେ। ତାହା ହେଉଛି ନିରାକାରୀ ଦୁନିଆ, ଏହା ହେଉଛି ସାକାରୀ ଦୁନିଆ। ବୁଝାଇବା ପାଇଁ ନିରାକାରୀ ବୃକ୍ଷକୁ ମଧ୍ୟ ବଡ଼ କରିବା ଉଚିତ। ଆକାଶ ପରି ବ୍ରହ୍ମ ମହତ୍ତତ୍ୱ ମଧ୍ୟ ବଡ଼ ଅଟେ। ଉଭୟର ଅନ୍ତ ପାଇପାରିବ ନାହିଁ। ଯଦିଓ ଚେଷ୍ଟା କରୁଛନ୍ତି ଉଡ଼ାଜାହାଜ ଆଦିରେ ଯିବେ, କିନ୍ତୁ ଏହାର ଅନ୍ତ ପାଇପାରିବେ ନାହିଁ। ସମୁଦ୍ର ହିଁ ସମୁଦ୍ର, ଆକାଶ ହିଁ ଆକାଶ ରହିଛି, ସେଠାରେ ତ କିଛି ହେଲେ ବି ନାହିଁ। ବହୁତ ଚେଷ୍ଟା କଲେ ମଧ୍ୟ ଏସବୁ କଥାରେ ଫାଇଦା କ'ଣ ଅଛି? ଭାବୁଛନ୍ତି ଆମେ ନିଜର ବୁଦ୍ଧି ଖଟାଉଛୁ। ଏହା ମନୁଷ୍ୟଙ୍କର ବୁଦ୍ଧି। ବିଜ୍ଞାନର ତ ଗର୍ବ ମଧ୍ୟ ମନୁଷ୍ୟଙ୍କ ପାଖରେ ରହିଛି। କେହି ଏସବୁର କେବେ ବି ଅନ୍ତ ପାଇଲେ ମଧ୍ୟ ସାରା ଦୁନିଆ ତାଙ୍କୁ ପୂଜା ତ କରିବ ନାହିଁ। ଦେବତାମାନଙ୍କର ତ ପୂଜା ହୋଇଥାଏ। ତୁମ ସନ୍ତାନମାନଙ୍କୁ ବାବା କେତେ ଉଚ୍ଚ କରୁଛନ୍ତି, ସମସ୍ତଙ୍କୁ ଶାନ୍ତିଧାମ ନେଇ ଯାଉଛନ୍ତି। ଏକଥା ଭଲେ ସମସ୍ତେ ଜାଣିଛନ୍ତି ଯେ ଆମେ ପୂର୍ବତନ ମୂଳବତନରୁ ଆସିଛୁ, କିନ୍ତୁ ତୁମମାନଙ୍କ ପରି ଦୁନିଆରେ ମନୁଷ୍ୟମାନଙ୍କୁ ଏକଥା ଜଣାନାହିଁ ଯେ ଶାନ୍ତିଧାମ କ'ଣ, ଆତ୍ମାମାନେ ସେଠାରେ କିପରି ରହୁଛନ୍ତି, ପୁଣି କିପରି କ୍ରମାନ୍ୱୟରେ ଆସୁଛନ୍ତି। ଏକଥା କେହି ବି ଜାଣିନାହାନ୍ତି। ବ୍ରହ୍ମ ମହତ୍ତତ୍ୱରେ ନିରାକାରୀ ବୃକ୍ଷ ରହିଛି, ଏକଥା ବୁଝୁନାହାନ୍ତି ଯେ ସତ୍ୟଯୁଗରେ ଅଳ୍ପ ସଂଖ୍ୟକ ରହିବେ, ବାକି ସବୁ ଆତ୍ମାମାନେ ବ୍ରହ୍ମ ମହତ୍ତତ୍ୱରେ ରହିବେ। ଯେପରି ଏହି ସାକାରୀ ବତନ ରହିଛି,
ସେହିପରି ମୂଳ ବତନ ଅଟେ। ବତନ କେବେ ଖାଲି ହୁଏ ନାହିଁ, ନା ଏଠାରେ ନା ସେଠାରେ। ଯେତେବେଳେ ଅନ୍ତ ହେଉଛି ସେତେବେଳେ ତ ଟ୍ରାନ୍ସଫର ବା ସ୍ଥାନାନ୍ତରିତ ହୋଇଯାଉଛନ୍ତି। କିଛି ତ ଏହି ବତନରେ ରହିବେ। ଯଦି ସାରା ବତନ ଖାଲି ହୋଇଯିବ ତେବେ ତ ପ୍ରଳୟ ହୋଇଯିବ, କିନ୍ତୁ ପ୍ରଳୟ ହୁଏ ନାହିଁ। ଏହା ଅବିନାଶୀ ଖଣ୍ଡ ଅଟେ ନା। ଏହିସବୁ କଥା ବୁଦ୍ଧିରେ ରଖିବାକୁ ହେବ। ସାରାଦିନ ଏଇ ଖିଆଲ ରହୁ ଯେ ଆମେ କିପରି କାହାର କଲ୍ୟାଣ କରିବୁ। ତୁମ ସହିତ ପ୍ରୀତି ହୋଇଗଲା ତେବେ ତାଙ୍କର ପରିଚୟ ତ ଦେବାକୁ ହେବ ନା। ସେ ବାବା ଅଟନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି। କିପରି ମିଳୁଛି ତାହା ଆମେ କହିପାରିବୁ। ବୁଝାଇବାରେ ମଧ୍ୟ କ୍ରମାନୁସାରେ ରହିଛନ୍ତି, କିନ୍ତୁ ତ ବହୁତ ଭଲ ଭାବରେ ଭାଷଣ କରୁଛନ୍ତି। କେହି ତ କରିପାରୁ ନାହାନ୍ତି ତ ଶିଖିବାକୁ ପଡ଼ିବ। ପ୍ରତ୍ୟେକ ପିଲାଙ୍କୁ ନିଜର କଲ୍ୟାଣ କରିବା ଦରକାର। ବର୍ତ୍ତମାନ ସମୟରେ କି ରାସ୍ତା ମିଳିଛି, ତେଣୁ ପରସ୍ପରର କଲ୍ୟାଣ କରିବାକୁ ହେବ। ମନେ ହେଉଛି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ବର୍ଷା ପ୍ରାପ୍ତ କରାଇବୁ। ରୁହାନୀ ସେବା କରିବୁ। ସମସ୍ତେ ପରସ୍ପରର ସେବା କରୁଛନ୍ତି। ବାବା ଆସି ରୁହାନୀ ସେବା ଶିଖାଉଛନ୍ତି। ଆଉ କେହି ବି ରୁହାନୀ ସେବା ଜାଣି ନାହାନ୍ତି। ରୁହାନୀ ବାବା ହିଁ ଆତ୍ମାମାନଙ୍କର ସେବା କରୁଛନ୍ତି। ଶାରୀରିକ ସେବା ତ ଜନ୍ମ ଜନ୍ମାନ୍ତର ବହୁତ କରିଛ। ଏବେ ଅନ୍ତିମ ଜନ୍ମରେ ରୁହାନୀ ସେବା କରିବାକୁ ହେବ, ଯାହା ବାବା ହିଁ ଶିଖାଉଛନ୍ତି। ଏଥିରେ ହିଁ କଲ୍ୟାଣ ରହିଛି, ଆଉ କେଉଁଥିରେ ଫାଇଦା ନାହିଁ। ଗୃହସ୍ଥ ବ୍ୟବହାର ରହି ମଧ୍ୟ ସମ୍ପର୍କ ରକ୍ଷା କରିବାକୁ ହେବ। ତାଙ୍କୁ ମଧ୍ୟ ଏହି କଥା ବୁଝାଇ ତାଙ୍କର କଲ୍ୟାଣ କରିବାକୁ ହେବ। ଯଦି ପ୍ରୀତି ଥିବ ତେବେ କିଛି ଶୁଣିବେ। କେହି କେହି ତ ଡରୁଛନ୍ତି। ଜଣା ନାହିଁ ଆମକୁ ମଧ୍ୟ ସନ୍ନ୍ୟାସ କରିବାକୁ ପଡ଼ିବ। ଆଜିକାଲି ତ ବହୁତ ସନ୍ନ୍ୟାସୀ ଅଛନ୍ତି ନା। କୌପୁନୀ ପିନ୍ଧିଦେଲେ, ଦୁଇ ଅକ୍ଷର ଶୁଣାଇ ଦେଲେ, କେଉଁଠୁ ନା କେଉଁଠି ଖାଇବାକୁ ତ ମିଳିଯାଉଛି। କୌଣସି ଦୋକାନକୁ ଗଲେ ଦୁଇଟି ପୁରୀ ଦେଇଦେବେ, ପୁଣି ଅନ୍ୟ କାହା ପାଖକୁ ଗଲେ ଏହିପରି ଭାବେ ତାଙ୍କର ପେଟ ପୂଜା ହୋଇଯାଏ। ଭିକାରୀ ମଧ୍ୟ ଅନେକ ପ୍ରକାରର ରହିଛନ୍ତି। ଏହି ବାବାଙ୍କଠାରୁ ତ ଗୋଟିଏ ପ୍ରକାରର ସମ୍ପତ୍ତି ମିଳୁଛି, ବେହଦର ବାଦଶାହୀ ମିଳୁଛି। ସଦା ନିରୋଗୀ ହେଉଛନ୍ତି। ସାହୁକାର ମୁସ୍କିଲରେ ଧାରଣ କରୁଛନ୍ତି। ଗରିବମାନଙ୍କର ମଧ୍ୟ କଲ୍ୟାଣ କରିବା ଉଚିତ। ବାବା ବହୁତ ପ୍ରଦର୍ଶନୀ କରାଉଛନ୍ତି, କାହିଁକି ନା ଅନେକ ଗାଁ ରହିଛି ନା। ମିନିଷ୍ଟରମାନେ ଯଦି ଏହି ଜ୍ଞାନକୁ ଭଲ ବୁଝିବେ ତେବେ ସମସ୍ତେ ଶୁଣିବାରେ ଲାଗି ପଡ଼ିବେ। ହଁ, ଆଗକୁ ଗଲେ ତୁମର ନାମ ବିଖ୍ୟାତ ହେବ। ପୁଣି ବହୁତ ଆସିବେ। ପାପ କଟିବାରେ ସମୟ ଲାଗୁଛି। ରାତିଦିନ କେହି ଯୋଗଯୁକ୍ତ ହୋଇ ରହିଲେ ପାପ କଟିଯାଇପାରେ। ଆତ୍ମା ପବିତ୍ର ହୋଇଗଲେ ପୁଣି ଏ ଶରୀର ମଧ୍ୟ ତ୍ୟାଗ କରିବ। ଏସବୁ ବୁଝିବାର କଥା। ପ୍ରଦର୍ଶନୀରେ ମଧ୍ୟ ବୁଝାଇବାକୁ ହେବ। ମୁଖ୍ୟ ହେଉଛି ସାରା ଭାରତର କଥା। ଭାରତର ଭାଗ୍ୟ ଉଦୟ ହେଲେ ସମସ୍ତଙ୍କର ଉଦୟ ହୋଇଯିବ। ପ୍ରୋଜେକ୍ଟର ଠାରୁ ମଧ୍ୟ ପ୍ରଦର୍ଶନୀରେ ଅଧିକ ସେବା ହୋଇପାରିବ। ଧୀରେ ଧୀରେ ବୃଦ୍ଧି ହୋଇ ଚାଲିବ। ଦିନକୁ ଦିନ ତୁମର ନାମ ବିଖ୍ୟାତ ହୋଇଯିବ। ଏହା ମଧ୍ୟ ଲେଖିବା ଉଚିତ ଯେ 5000 ବର୍ଷ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା। ଏହା ତ ବହୁତ ବିଚିତ୍ର କଥା। ବାବା ଇସାରା ଦେଉଛନ୍ତି, କିନ୍ତୁ ପିଲାମାନେ ବହୁତ କଥା ଭୁଲି ଯାଉଛନ୍ତି। କିଛି ବି ହେଲେ କହିଦେଉଛନ୍ତି। ଆଜିଠାରୁ 5000 ବର୍ଷ ପୂର୍ବେ ମଧ୍ୟ ଏପରି ହୋଇଥିଲା। ଏହା ତ ବହୁତ ସ୍ପଷ୍ଟ କଥା। କିନ୍ତୁ ଏକଥା କାହାରି ବୁଦ୍ଧିରେ ବାବା କହିଲେ, କିନ୍ତୁ ଏକଥା କାହାରି ବୁଦ୍ଧିରେ ରହିଲେ ହେଲା। ଯଦି ଖବରକାଗଜରେ ବାହାର କରିପାରିବ ତେବେ କିଛି ତ ବୁଝିପାରିବେ। ଜ୍ଞାନ ମାର୍ଗରେ ବହୁତ ଫାଷ୍ଟକ୍ଲାସ ଅବସ୍ଥା ଦରକାର। ଏହିପରି କଥାକୁ ମନେ ପକାଇ ହର୍ଷିତ ହୋଇ ରହିବାକୁ ପଡ଼ିବ। ଅଭ୍ୟାସ ହୋଇଗଲେ ଅବସ୍ଥା ବହୁତ ଖୁସି ମିଜାଜ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମୁଖ୍ୟ ସାରାଂଶ 1 ନମ୍ବର। ଅନ୍ୟ ସମସ୍ତଙ୍କ ଠାରୁ ବୁଦ୍ଧିର ସଙ୍ଗ ତୁଟାଇ ଏକ ବାବାଙ୍କ ସହିତ ଯୋଡ଼ିବା ଉଚିତ ଏବଂ ସମସ୍ତଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହ ଯୋଡ଼ିବାର ସେବା କରିବା ଉଚିତ। 2 ନମ୍ବର। ସତ୍ୟ ରୁହାନୀ ଈଶ୍ୱରୀୟ ସହଯୋଗୀ ହେବାକୁ ପଡ଼ିବ। ନିଜର କଲ୍ୟାଣ କରି ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ। ଅବସ୍ଥା ବହୁତ ଖୁସମିଜାଜ କରିବାକୁ ହେବ। ଆଜିର ବରଦାନ। ନିଜର ଶ୍ରେଷ୍ଠ ବ୍ୟବହାର ଦ୍ୱାରା ସର୍ବ ଆତ୍ମାକୁ ସୁଖ ଦେଉଥିବା ମହାନ ଆତ୍ମା ଭବ। ଯେଉଁମାନେ ମହାନ ଆତ୍ମା ଅଟନ୍ତି
ସେମାନେ ପ୍ରତ୍ୟେକ ବ୍ୟବହାର ଦ୍ୱାରା ସର୍ବ ଆତ୍ମାକୁ ସୁଖର ଦାନ ମିଳିଥାଏ। ସେମାନେ ସର୍ବଦା ସୁଖ ଦେଇଥାନ୍ତି ଏବଂ ସୁଖ ନେଇଥାନ୍ତି। ତେଣୁ ଚେକ୍ କର ଯେ ମହାନ ଆତ୍ମାର ଲକ୍ଷଣ ହିସାବରେ ସାରାଦିନ ସମସ୍ତଙ୍କୁ ସୁଖ ଦେଉଛି ତ, ପୁଣ୍ୟର କାମ କରିଛି ତ। ପୁଣ୍ୟର ଅର୍ଥ ହେଲା କାହାକୁ ଏଭଳି ଜିନିଷ ଦେବା ଯାହାଦ୍ୱାରା ସେ ଆତ୍ମାଠାରୁ ଆଶୀର୍ବାଦ ବାହାରିବ। ତେଣୁ ଚେକ୍ କର ଯେ ସବୁ ଆତ୍ମାଙ୍କ ଠାରୁ ମୋତେ ଆଶୀର୍ବାଦ ମିଳୁଛି ତ। କାହାକୁ ବି ଦୁଃଖ ଦେବା ନା ଦୁଃଖ ନେବା, କାହାକୁ ବି ଦୁଃଖ ଦେବା ବା ନେବା ହୋଇନାହିଁ ତ, ତେବେ କୁହାଯିବ ମହାନ ଆତ୍ମା। ସ୍ଲୋଗାନ: କରିସାରିବା ପରେ ଭାବିବା ହିଁ ପଶ୍ଚାତାପର ରୂପ ଅଟେ। କରିସାରିବା ପରେ ଭାବିବା ହିଁ ପଶ୍ଚାତାପର ରୂପ ଅଟେ। ଅବ୍ୟକ୍ତ ଇଶାରା: ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ସଂସ୍କାର ବା ନେଚର ତ ସମସ୍ତଙ୍କର ଅଲଗା ଅଲଗା ଅଟେ, କିନ୍ତୁ ସମସ୍ତଙ୍କର ସ୍ନେହୀ ବା ସବୁ କଥାରେ ବିଜୟୀ ଅର୍ଥାତ୍ ସମ୍ବନ୍ଧରେ ସଫଳତା, ମାନସିକ ସ୍ଥିତିରେ ବିଜୟୀ ଏବଂ ବାଣୀରେ ମଧୁରତା ସେତେବେଳେ ଆସିପାରିବ ଯେତେବେଳେ ତୁମର ସ୍ୱଭାବ ସରଳ ହୋଇଯିବ। ତେବେ ସରଳ ସ୍ୱଭାବର ଅର୍ଥ ହେଲା ଯେପରି ସମୟ, ଯେପରି ବ୍ୟକ୍ତି, ଯେପରି ପରିସ୍ଥିତି ତାକୁ ପରଖି ନେଇ ନିଜକୁ ସରଳ କରିଦେବା। ତେଣୁ ସରଳ ସ୍ୱଭାବ ଅର୍ଥାତ୍ ମେଳାପି ବା ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନେଉଥିବା। ସରଳର ଅର୍ଥ ହେଲା ଅବହେଳାପଣିଆ ନୁହେଁ। ଓମ୍ ଶାନ୍ତି।